ମାୟା ଆଦର୍ଶ କହିଥିବା କଥାକୁ ଭାବିବେ ଆଉ ରାଗିକି ଖାଇବା ପ୍ଲେଟକୁ ଫୋପାଡ଼ି ଦେବେ। ତାପରେ ଆନନ୍ଦ ରାଗିକି କହିବେ, ନିମ୍କି, ଆଜିଠୁ ମୋ ବ୍ରେକଫାଷ୍ଟ, ଟି ସବୁକିଛି ମୋ ରୁମ୍ରେ ଦେଇ ଆସିବୁ। ମୁଁ ଆଉ ଏ ଡାଇନିଂରେ ବସିକି ଖାଇବିନି। ଏହା କହି ଆନନ୍ଦ ସେଠାରୁ ଚାଲିଯିବେ। ତାପରେ ମାୟା କହିବେ, ଦିଦି, ଦେଖିଲୁ ତ ମୋ ପୁଅ ମୋ ଆଗରେ କେମିତି କଥା କହୁଛି। ଠିକ୍ ଅଛି ଆଦର୍ଶ, ମୁଁ କହିଥିଲି ନା ଦିନେ ତୁ ପଲ୍ଲବୀର ଅସଲ ଚେହେରା ତୁ ନିଶ୍ଚୟ ଦେଖିବୁ। କିନ୍ତୁ ଏବେ ଲାଗୁଛି ତା ପ୍ରେମର ପଟି ଏବେ ବି ତୋ ଆଖିରେ ଭିଡ଼ା ହେଇ ରହିଛି। ଠିକ୍ ଅଛି, ପଲ୍ଲବୀ ପାଇଁକି ତୁ ତୋ ମା ସହିତ କଥା ନ ହ, କିନ୍ତୁ ମୁଁ ତୋ ମା। ମୁଁ କେବେ ବି ତୋ ସହିତ କଥା ହେବା ବନ୍ଦ କରିବିନି। ତୁ ମୋତେ ଯେତେ କଷ୍ଟ ଦେ, କଥାରେ କଥାରେ ଯେତେ ଆଘାତ ଦେ, କିନ୍ତୁ ମୁଁ ତୋ ସାଙ୍ଗରେ କଥା ହେବା କେବେ ବି ବନ୍ଦ କରିବିନି, କେବେ ବି ନୁହଁ। ତାପରେ ରୁବି କହିବେ, ତମେ ସବୁ ପୁଅମାନେ କେମିତି ହେଇଥାଅ କେଜାଣି, ଘରକୁ ସ୍ତ୍ରୀ ଆସିବା କିଛି ଦିନ ଭିତରେ ମା ବାପାଙ୍କୁ ଭୁଲିଯାଅ। ଏଥିପାଇଁ ତମମାନଙ୍କୁ ଲାଜ ଲାଗିବା ଦରକାର ଆଦର୍ଶ। ଦେଖ ଆଦର୍ଶ, ମୁଁ ତତେ ଏବେ ବି କହିଦଉଛି, ୟା ପରେ ବି ଯଦି ତୁ ସେ ପଲ୍ଲବୀ ସାଙ୍ଗରେ ଠିଆ ହଉ କି ତାକୁ ସପୋର୍ଟ କରୁ, ତାହେଲେ ତୁ ତୋ ମାକୁ ସବୁଦିନ ପାଇଁ ହରେଇ ବସିବୁ। ସବୁଦିନ ପାଇଁ। ପ୍ରତ୍ୟେକ ମଣିଷ ସହିବାର ଗୋଟେ ସୀମା ଥାଏ ଆଦର୍ଶ। ଏମିତି ନ ହଉ କି ତୋ ମା ସହି ନ ପାରି ତତେ ଭଲ ପାଇବା ବନ୍ଦ କରି ନ ଦଉ। ତାପରେ ଏପଟେ ଆନନ୍ଦ କହିବେ, ଆଇ ଏମ୍ ସରି ପଲ୍ଲବୀ, ମୁଁ ଟିକେ ଅଧିକା ଇମୋସନାଲ ହେଇଯାଇଥିଲି। କିନ୍ତୁ ଯାହା ବି ହେଇଯାଉ ନା କାହିଁକି, ଏ ଦୁନିଆ ପଛେ ଓଲଟ ପାଲଟ ହେଇଯାଉ, ମୁଁ ତୋ ସହିତ ସବୁବେଳେ ଥିଲି, ଅଛି ଆଉ ସବୁଦିନ ପାଇଁ ରହିବି। ଆଦର୍ଶକୁ ନିର୍ଦ୍ଦୋଷରେ ଘରକୁ ଫେରାଇ ଆଣିବା ପାଇଁ ମୁଁ ତତେ ସାହାଯ୍ୟ କରିବି। ଆଇ ପ୍ରମେସ୍। ଆମେ ଦି ଜଣ ଏକାଠି ହେଇ ଏ ଲଢ଼େଇ ଲଢ଼ିବା। ଯା ମା, ରାତି ବହୁତ ହେଇଗଲାଣି, ତୁ ଯାଇ ଶୋଇପଡ଼। ତାପରେ ପଲ୍ଲବୀ କହିବେ, ଏତେ ସହଜରେ ମୋ ଆଖିକୁ କୁଆଡ଼େ ନିଦ ଆସିବ ବାବା। ଯାଉଛି, ଆଦର୍ଶଙ୍କର ସବୁ ଫାଇଲ ମୁଁ ଭଲ ଭାବରେ ଷ୍ଟଡି କରିବି। ତାପରେ ମୁଁ ଆଉ ଥରେ ଚିତ୍ତଅଙ୍କଲଙ୍କ ସହିତ କଥା ହେଇଯାଏ। ଆରେ ଚିତ୍ତଅଙ୍କଲଙ୍କ ଫୋନ୍। ଆଉ ତାପରେ କଲ୍ ଉଠେଇ କହିବେ, ଚିତ୍ତଅଙ୍କଲ, ଆପଣ 100 ବର୍ଷ ବଞ୍ଚିବେ। ମୁଁ ଏବେ ହିଁ ଭାବୁଥିଲି ଆପଣଙ୍କୁ ଫୋନ୍ କରିବି ବୋଲି। ଯା ହଉ, ଆପଣ ମୋତେ କଲ୍ କଲେ। ଚିତ୍ତଅଙ୍କଲ, ଆପଣ ଟିକେ ଆଦର୍ଶଙ୍କର ଫାଇଲର ସ୍କାନ୍ କପି କରି ମୋତେ ପଠେଇଦେବେ। ମୁଁ ଏଇଠି ବସି ତାଙ୍କ ଫାଇଲ ଷ୍ଟଡି କରିବି। ତାପରେ ଚିତ୍ତଅଙ୍କଲ କହିବେ, ହଁ ମ୍ୟାଡାମ, ସେ କାମ ତ ମୁଁ କରିଦେବି, କିନ୍ତୁ ଆଗରୁ ଆପଣ ଥରେ ଆଦର୍ଶ ବାବୁଙ୍କ ସହିତ ଥରେ କଥା ହେଇଯାଆନ୍ତୁ। ତାପରେ ପଲ୍ଲବୀ କହିବେ, କ'ଣ ହେଇଛି, ସବୁ ଠିକ୍ ଅଛି ତ? ଆଦର୍ଶ ଠିକ୍ ଅଛନ୍ତି ତ? ତାପରେ ଚିତ୍ତଅଙ୍କଲ କହିବେ, ହଁ, କିନ୍ତୁ ମ୍ୟାଡାମ, ଏ କିଛି ସମୟ ପୂର୍ବରୁ ମାୟା ମ୍ୟାଡାମ ଆଉ ରୁବି ଦିଦି ଆସିଥିଲେ। ସେମାନଙ୍କ ଭିତରେ କ'ଣ କଥାବାର୍ତ୍ତା ହେଲା ସେଇଟା ମୁଁ କହିପାରିବିନି, କିନ୍ତୁ ସେମାନେ ଯିବା ପରେ ପରେ ଆଦର୍ଶ ବାବୁ ବହୁତ କାନ୍ଦୁଛନ୍ତି। ତାପରେ ପଲ୍ଲବୀ କହିବେ, କ'ଣ ହେଲା, ଆଦର୍ଶ କାନ୍ଦୁଛନ୍ତି? ଚିତ୍ତଅଙ୍କଲ, ଆପଣ ଟିକେ ଆଦର୍ଶକୁ ଫୋନ୍ ଦେଇ ଦିଅନ୍ତୁ ନା, ପ୍ଲିଜ୍। ତାପରେ ଚିତ୍ତଅଙ୍କଲ କହିବେ, ହଁ ମ୍ୟାଡାମ, ଦଉଛି। ତାପରେ ଚିତ୍ତଅଙ୍କଲ ଆଦର୍ଶ ପାଖକୁ ଯାଇ ଆଦର୍ଶକୁ କହୁଛନ୍ତି, ଆଦର୍ଶ ବାବୁ, ନିଅନ୍ତୁ, ପଲ୍ଲବୀ ମ୍ୟାଡାମ କଥା ହେବେ। ତାପରେ ଆଦର୍ଶ କହିବେ, ପଲ୍ଲବୀ କଲ୍ କରିଛନ୍ତି? ଆଉ ତାପରେ ଫୋନ୍ ନେଇ ପଲ୍ଲବୀ ସହିତ କଥା ହେଇ କହୁଛନ୍ତି, ହଁ ପଲ୍ଲବୀ, କୁହ। ତାପରେ ପଲ୍ଲବୀ କହିବେ, ଆଦର୍ଶ, କ'ଣ ହେଇଛି ତମର? ତମେ କାହିଁକି କାନ୍ଦୁଛ? ଦେଖ, ତମେ ଏତେ ଜଲ୍ଦି ହାର ମାନି ଯାଅନି, ମୁଁ ଅଛି ତମ ସାଙ୍ଗରେ। ତାପରେ ଆଦର୍ଶ କହିବେ, ମୋତେ ମୋ ନିଜ ପାଇଁ ଡର ନାହିଁ ପଲ୍ଲବୀ। ମୋତେ ତ ଦୁଃଖ ଲାଗୁଛି ଏସବୁ ପାଇଁ ମା ତମକୁ ଦାୟୀ ବୋଲି ଭାବୁଛନ୍ତି। ଏସବୁ କେବେ ବଦଳିବ ପଲ୍ଲବୀ? ମାଙ୍କ ମନରୁ ତମ ପ୍ରତି ଘୃଣା କେବେ ଦୂର ହେବ ପଲ୍ଲବୀ? ଆମେ କ'ଣ ସବୁବେଳେ ଅନ୍ୟମାନଙ୍କୁ ଖୁସି କରଉଥିବା? ସବୁବେଳେ ଅନ୍ୟମାନଙ୍କ ହିସାବରେ ଚାଲୁଥିବା? ସବୁବେଳେ ଅନ୍ୟମାନଙ୍କ ହିସାବରେ ଚାଲୁଥିବା ପଲ୍ଲବୀ? ମା କ'ଣ ଏତିକି କଥା ବୁଝିପାରୁନାହାନ୍ତି ଯେ ଆମେ ଦି ଜଣ ଏବେ ମ୍ୟାରେଡ୍? ଆମକୁ ଆମ ନିଜ ହିସାବରେ ବଞ୍ଚିବାର ଅଧିକାର ଅଛି। ଆରେ ମାଙ୍କୁ ତ ଆମ ସହିତ ଆଡଜଷ୍ଟ କରିବା ଦରକାର, ହେଲେ ସେ ଏତିକି କଥା ବୁଝି ପାରୁନାହାନ୍ତି। ଏସବୁ ଭିତରେ ଆମେ ଆମ ନିଜ ଲାଇଫକୁ କେବେ ଆରମ୍ଭ କରିବା? କେବେ ଆମେ ଆଗକୁ ବଢ଼ିବା ପଲ୍ଲବୀ? କେବେ ଆମେ ଆମ ନିଜ କଥା ବୁଝିବା? ଆଦର୍ଶଙ୍କ ମୁହଁରୁ ଏମିତି କଥା ଶୁଣି ପଲ୍ଲବୀ ଆଦର୍ଶକୁ ଗୋଟେ ଗୀତ ଗାଇକି ବୁଝେଇବାକୁ ଚେଷ୍ଟା କରୁଛନ୍ତି। ତ ଦର୍ଶକ ବନ୍ଧୁ, ମାୟା କ'ଣ ଆଦର୍ଶକୁ ଜେଲରୁ ମୁକୁଲେଇ ପାରିବେ କି? ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ।